ମୁଁ ଜାଣିଥିଲି ଯେ ମୁଁ ଆଉ ଫେରିବିନି। ବନ୍ଧୁଗଣ, ଆପଣମାନେ ସମସ୍ତେ କଳ୍ପନା ଚାୱଲାଙ୍କ ନାମ ତ ନିଶ୍ଚୟ ଶୁଣିଥିବେ, ଯିଏ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ଥିଲେ। ସେ ତାଙ୍କ ଜୀବନରେ ଦୁଇ ଥର ମହାକାଶ ଯାତ୍ରା କରିଥିଲେ। ପ୍ରଥମ ଯାତ୍ରାଟି ସଫଳ ହୋଇଥିଲା, କିନ୍ତୁ ଦ୍ୱିତୀୟ ଯାତ୍ରାରେ ଫେରିବା ବେଳେ ପୃଥିବୀରୁ ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ଏକ ଏପରି ଘଟଣା ଘଟିଥିଲା ଯାହା ସ୍ପେସ୍ ସିପ୍ ସହ ସେଥିରେ ଥିବା ସମସ୍ତ ମହାକାଶଚାରୀଙ୍କୁ ଜାଳି ପୋଡ଼ି ପାଉଁଶ କରିଦେଲା। ତେବେ ଏସବୁ କ'ଣ ନାସା ଜାଣିଶୁଣି କରିଥିଲା, ନା ଏହା ଏକ ଦୁର୍ଘଟଣା ଥିଲା? ଆଜି ଆମେ ଆପଣମାନଙ୍କୁ କଳ୍ପନା ଚାୱଲାଙ୍କ ଦୁର୍ଘଟଣା ରହସ୍ୟ ବିଷୟରେ କହିବାକୁ ଯାଉଛୁ। 17 ମାର୍ଚ୍ଚ 1962 ମସିହାରେ ହରିୟାଣାର କର୍ଣ୍ଣଲରେ କଳ୍ପନା ଚାୱଲା ଜନ୍ମଗ୍ରହଣ କରିଥିଲେ। ସେ ପ୍ରାଥମିକ ଶିକ୍ଷା ଟାଗୋର ପାଲ ନିକେତନ ସ୍କୁଲରେ ସମାପ୍ତ କରି 1976 ମସିହାରେ ଏରୋନେଟିକାଲ ଇଞ୍ଜିନିୟର କଲେଜରୁ ସ୍ନାତକ ହାସଲ କରିଥିଲେ। ଏହାପରେ 1982 ମସିହାରେ ସେ ଆମେରିକା ଯାଇ ଟେକ୍ସାସ ବିଶ୍ୱବିଦ୍ୟାଳୟରୁ ଏୟାର ସ୍ପେସ୍ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। 1988ରେ ସେ ନାସା ସହ କାମ କରିବା ଆରମ୍ଭ କରିଥିଲେ। କଳ୍ପନା 19 ନଭେମ୍ବର 1997 ମସିହାରେ ଆମେରିକାର ସ୍ପେସ୍ ସେଣ୍ଟରରୁ ପ୍ରଥମ ଥର ମହାକାଶ ଯାନ ଚଳାଇ 6 ଜଣଙ୍କୁ ମେମ୍ବର ସହ ମହାକାଶ ଯାଇଥିଲେ। ଏହା ସହ ସେ ମହାକାଶରେ 15 ଦିନ 16 ଘଣ୍ଟା ବିତାଇବା ପରେ ସଫଳତା ସହ 5 ଡିସେମ୍ବର 1997 ମସିହାରେ ପୃଥିବୀକୁ ଫେରିଥିଲେ, ଯାହାଦ୍ୱାରା ସେ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ଏହି ସଫଳତା ପରେ ନାସା ତାଙ୍କୁ 2001 ମସିହାରେ ଦ୍ୱିତୀୟ ଥର ସ୍ପେସ୍ ଯିବାକୁ ସିଲେକ୍ଟ କରିଥିଲା। ହେଲେ ସେହି ମହାକାଶ ଯାନରେ ବାରମ୍ବାର ତ୍ରୁଟି ଦେଖା ମିଳିଥିବା କାରଣରୁ ଲଞ୍ଚ ତାରିଖ ଘୁଞ୍ଚା ଯାଉଥିଲା, ଯାହାଫଳରେ 3 ବର୍ଷ ବିତିଗଲା। ଶେଷରେ 16 ଜାନୁଆରୀ 2003 ମସିହାରେ କଳ୍ପନା ଦ୍ୱିତୀୟ ଥର ପାଇଁ ମହାକାଶ ଯାତ୍ରା କରିଥିଲେ। ମହାକାଶରେ 15 ଦିନ 22 ଘଣ୍ଟା 20 ମିନିଟ୍ ରହିବା ପରେ 1 ଫେବୃଆରୀ 2003 ମସିହାରେ ସେ ପୃଥିବୀ ପୃଷ୍ଠ ଆଡ଼କୁ ଫେରୁଥିଲେ। କଳ୍ପନା ଓ ତାଙ୍କ ସାଥୀଙ୍କୁ ସ୍ୱାଗତ କରିବା ପାଇଁ ସାରା ପୃଥିବୀବାସୀ ଅପେକ୍ଷା କରି ରହିଥିଲେ। ହେଲେ ଏକଥା କେହି ବି ଜାଣିନଥିଲେ ଯେ ଆନନ୍ଦଦାୟକ ଅପେକ୍ଷା କିଛି ମୁହୂର୍ତ୍ତରେ ଶୋକର ପରିଣତ ହୋଇଯିବ ବୋଲି, କାରଣ ପୃଥିବୀ ପୃଷ୍ଠକୁ ପହଞ୍ଚିବା ପୂର୍ବରୁ ମାତ୍ର 63 କିଲୋମିଟର ଦୂରରେ ସ୍ପେସ୍ଟି ବିସ୍ଫୋରଣ ହୋଇଯାଇଥିଲା। ନାସା ଏହି ଘଟଣାର ଯାଞ୍ଚ କରିବା ପରେ ଏପରି ଏକ ସତ୍ୟ ସାମ୍ନାକୁ ଆସିଲା। ନାସା ଅନୁସାରେ ଯେବେ ସ୍ପେସ୍ ସଟଲ୍ ଲଞ୍ଚ କରାଯାଉଥିଲା, ସେତେବେଳେ ଟ୍ୟାଙ୍କରେ ଲାଗିଥିବା ଇନ୍ସୁଲେସନ୍ ଫର୍ମର ଏକ ଅଂଶ ଭାଙ୍ଗି ମହାକାଶଯାନର ବାମ ଡେଣାକୁ ଧକ୍କା ଦେଇ ସ୍ପେସ୍ ଡେଣାରେ 8ରୁ 10 ଇଞ୍ଚର ଛିଦ୍ର ସୃଷ୍ଟି କରିଥିଲା, ଯାହା ପାଇଁ ବିସ୍ଫୋରଣ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଦେବାଂଶୁ ଟିଭି।